ଛାତ ଉପରକୁ ମୁଁ ଯେତେବେଳେ ବି ପାଣି ଦେବା ପାଇଁ ଯାଏ, ମୋ ନାତିକୁ ଯଦି ଥାଏ ଘରେ ମୁଁ ତାକୁ ଲୁଚିକିରି ଯାଏ। କାହିଁକିନା ସେ ମୋ ପଛେ ପଛେ ଧାଇଁବ, ପାଣି ଉପରେ ଦେବ, ଆଉ ମାନେ ପୁରା ଗୋଡ଼ ହାତ ମୁହଁ ସବୁ ପାଣି କରିବ। କାଳେ ତାକୁ ଥଣ୍ଡା ଧରିବ, ସେଇଥିପାଇଁ ମୁଁ ତାକୁ ଛାତକୁ ନିଏନି। କିନ୍ତୁ ସେ ଜାଣିଦିଏ କେମିତି କେଜାଣି ମୋ ପଛେ ପଛେ ଦୌଡ଼ିଯାଏ। ସେ ଗଛରେ ମାନେ ଯେତିକି ପାଣି ଦେବ ତାଠୁ ବେଶୀ ତଳେ ପକେଇକିରି ନଷ୍ଟ କରେ। ସେଇଥିପାଇଁ ମୁଁ ତାକୁ ମାନେ ପାଣି ଦେବା ପାଇଁ ମୁଁ ତାକୁ ମନା କରେ। କିନ୍ତୁ ସେ କେଉଁ ମାନୁଛି। ମୁଁ ଦେଖୁନାହାନ୍ତି ମୋଠୁ କେମିତି ଛଡ଼େଇକିରି ସେ ସବୁ କୁଣ୍ଡ ମାନଙ୍କରେ ନେଇକିରି ପାଣି ଦେଉଛି। ଆଉ ତାପରେ ବି ମୁଁ ଭାବିଲି, ମୁଁ କହିଲି ନାଇଁ, ପିଲାଟାକୁ ମନା କଲେ ତା'ର ଟିକେ ଆଗ୍ରହ ଆସିବନି। ଆଉ ସେଥିପାଇଁ ମୁଁ କହିଲି ନାଇଁ, ତା'ର ଯଦି ଇଚ୍ଛା ହେଉଛି ସେ ତା'ର ଟିକେ ପକାଉ, ଆଉ ତା'ର ଆଗ୍ରହ ଆସିବ ଗଛପତ୍ର ଲଗାଇବା ପାଇଁ, କି ମାନେ ତାକୁ ଭଲ ଲାଗୁଛି ଯଦି ସେ କରୁ, ତାକୁ କାହିଁକି ଆମେ ବାଧା ଦେବା। ତ ସେଥିପାଇଁ ମୁଁ ତାକୁ ପାଣି ଦେବା ପାଇଁ ଦେଇଛି। ମୁଁ ଆଉ ନିଜେ ବି ପାଖରେ ଠିଆ ହେଇଛି, ମାନେ ଯେମିତି ତା ପାଣି ଲାଗିବନି, ମାନେ ସେ ପାଣି ହେବନି ବେଶୀ। ସେଇଥିପାଇଁ ମୁଁ ତା ପାଖରେ ଠିଆ ହେଇ ତାକୁ ମୁଁ ବତଉଛି। ଆଉ ଦେଖନ୍ତୁ ସେ ତା'ର କେମିତି ସବୁ ଗଛ ଗୁଡ଼ିକରେ ଧୀରେ ଧୀରେ ପାଣି ଦେଉଛି। ଗଛ ଉପରେ ଛିଞ୍ଚି ଛିଞ୍ଚିକିରି ବି ପାଣି ଦେଉଛି। ଏମିତି ଦେଲେ ସିନା ଆସ୍ତେ ଆସ୍ତେ ସେ ଶିଖିବ। ଆଉ ପିଲାକୁ ଯଦି ମୁଁ ପ୍ରଥମରୁ ମନା କରିଦେବି, ନାଇଁ ତୁ କରିପାରିବୁନି, ତାହେଲେ ସେ ଶିଖିବ କେମିତି, ଜାଣିବ କେମିତି? ତ ସେଥିପାଇଁ ମୁଁ ଏସବୁ ଚିନ୍ତା କରି ମୁଁ ତାକୁ ଦେଲି। ମୁଁ କହିଲି ହଉ, ତା'ର ଯଦି ଇଚ୍ଛା ହେଉଛି ତାହେଲେ ସେ ପାଣି ଦେଉ। ତ ସେଥିପାଇଁ ଦେଖନ୍ତୁ ସେ କେତେ ସୁନ୍ଦର ବି ଆଗ ଅପେକ୍ଷା ଶିଖିଗଲାଣି।